ଦେଖନ୍ତୁ ଦେଖନ୍ତୁ ତାଙ୍କେ ନିଜେ ଅଶିକ୍ଷିତ ଲୋକ ହେଇକି ତାଙ୍କେ ନିଜେ ଲାଇଟ୍ଟା ତିଆରି କରିକି ତାଙ୍କେ ଆଲୋକ ଦେଉଛନ୍ତି ତାଙ୍କ ରୋଷେଇକୁ ତାଙ୍କ ରହିବା ଘର ଓକେ। ଆଉ ଦେଖନ୍ତୁ ତାଙ୍କର ବେଡ୍ ଶୋଇବା ବେଡ୍ଟି ଏଇଟା ହେଉଛି ତାଙ୍କର ବଗିଚା ରହି ମାଝିର ବଗିଚା ଓକେ। କଦଳୀ ଗଛ ଦେଖିପାରୁଥିବେ ଆପଣ ଯେଉଁ ସ୍ୱଳ୍ପ ଗଛ ଦେଖିପାରୁଥିବେ ଆପଣଙ୍କର ରହି ମାଝି ଘର ଦେଖିପାରୁଥିବେ। ଆଉ ରହି ମାଝି ଅନେଇ ଦିଅନ୍ତୁ ରହି ମାଝି ଏଠି ରହି ମାଝିକୁ ଦେଖିପାରୁଥିବେ। ଓଇ ଅନଉନ ତମର ଲାଇଭ୍ କାଷ୍ଟ ହେବ ମୋଦି ଦେଖିବ ହେଲା ଇଏଟା ଲାଇଟ୍ ବାଗୁ ବସ ବସ ମୁଁ କହୁଛି ପରା ବସ। ଦେଖ ଏ ହେଉଛନ୍ତି ଆମର ରହି ମାଝି ପିତାଜୋଡ଼ି ଗ୍ରାମ ବାସିନ୍ଦା ଓକେ। ମାନେ ଆଜକୁ ପ୍ରାୟ 5 ବର୍ଷ ହେଲା ଆମ ପଞ୍ଚାୟତ କିଛି ମାନେ ଦେଇନି ମାନେ କିଛି ଯୋଜନା ଦେଇନି। ଇନ୍ଦିରାବାସ ଯୋଜନା ବି ଦେଇନି ଆକୁ PMGY ଯୋଜନା ଦେଇ କାଳିଆ ଯୋଜନା ମିଳିଲା କାଳିଆ ଯୋଜନା କାହିଁକି ମିଳିଲେ ହଁ କାଳିଆ ଯୋଜନା 5ଟି କିସ୍ତି ଆସିଥିଲା ନାଇଁ ସେକେଣ୍ଡ କିସ୍ତି ଯାଇକି ଚେକ୍ କରିଦିଅ ହେଲା। ନବୀନ ପଟ୍ଟନାୟକ ସାର୍ଙ୍କୁ କହିବ ସାର୍ ମୋର କାଳିଆ ଯୋଜନା ଆସିନି ସେକେଣ୍ଡ କିସ୍ତି ଆସିନି 5ଟି କିସ୍ତି ଆସିନି ଓକେ। ଦେଖନ୍ତୁ ଏମିତି ତାଙ୍କେ ଜୀବନ ଯାପନ କରୁଛନ୍ତି। ଦେଖନ୍ତୁ ଏଇଟା କ'ଣ ରୋଷେଇ ହେଇଛି ଆଜ୍ଞା ହଁ ରୋଷେଇ କ'ଣ ହେଇଛି ଏଇଟା ଦେଖନ୍ତୁ ତାଙ୍କର ରୋଷେଇ ମୁଁ ପ୍ଲାଷ୍ଟିକ ଦେଇଦିଏ ରହି ମାଝିର ଦେଖନ୍ତୁ କେମିତି ତାଙ୍କର ଜୀବନ ଦେଖନ୍ତୁ କ'ଣ ରୋଷେଇ କରୁଛନ୍ତି। ଦେଖନ୍ତୁ ରହି ମାଝିର ଏଇ ଆମର ରହି ମାଝି ଦେଖନ୍ତୁ ଏଇ ସବୁ ଗଛ ଆଉ ଏଇ ତାଙ୍କର ଦେଖନ୍ତୁ ବାଥ ହାଣ୍ଡି ଦେଖନ୍ତୁ ଏଇଟା ହେଉଛି ଯାଉ ଆପଣ ପିଇବେ ବଢ଼ିଆ ଲାଗିବ ଦେଖନ୍ତୁ ଏ କଦଳୀ ଗଛ ଏଇ ସବୁ ଓକେ। ରହି ମାଝି ଆପଣ କିଛି କହିବେ କୁହନ୍ତୁ ଓଡ଼ିଶା ସରକାର ବିଷୟ ଉପରେ ଓଡ଼ିଶା ସରକାର ଉପରେ କିଛି କହିବା ପାଇଁ ଚାହୁଁଛନ୍ତି ଆପଣ କୁହନ୍ତୁ। ଆପଣଙ୍କୁ ମାନେ ମୋଦି କ'ଣ କ'ଣ ଦେଲା ମାନେ ଆଜକୁ ପ୍ରାୟ 5 ବର୍ଷ ହେଇଗଲାଣି ପ୍ରଧାନମନ୍ତ୍ରୀ ହେଲା ପୁଣି ସେକେଣ୍ଡରେ ହେଲା ହେଲେ କ'ଣ ତମକୁ ମିଳୁଛି ନା ମିଳୁନି କହୁନ କ'ଣ ମିଳୁନି। ଦେଖନ୍ତୁ ଏଇଟା ରହି ମାଝିର ଦେଖନ୍ତୁ ଏଇଟା ଆମର ଏଇଟା ମର୍ଚ ଚାରା ଦେଖନ୍ତୁ ୱାଓ ଦେଖନ୍ତୁ ଏଇଟା ରହି ମାଝିର ଘର ୱାଓ ସୁପର ଦେଖନ୍ତୁ ସେଇଠି ମଶାରୀ ସେଇଟା ତା କପଡ଼ା ଫପଡ଼ା ସବୁ ରଖା ହେଇଛି ଓକେ। ଏଇ କଦଳୀ ଗଛ ତାର ହେଉଛି ମାନେ କଦଳୀ ବଗିଚା ଦେଖନ୍ତୁ ଏଇଟା କଦଳୀ ଗଛଟା ଓକେ। ଦେଖନ୍ତୁ ଏବେ ଅନ୍ଧାର ହେଇଛି ଭଲ ଦେଖାଯାଉନି। ଏଇଟା ହେଉଛି କରଲା ଗଛ ଦେଖନ୍ତୁ ଦେଖନ୍ତୁ ଏଇଟା ବାଥରୁମ୍ ଦେଖନ୍ତୁ ଆଜ୍ଞା ବାଥରୁମ୍ କେମିତି ସଜେଇକି ରଖିଛନ୍ତି ରହି ମାଝି ଦେଖନ୍ତୁ ବାଥରୁମ୍ ଆମର ଓଡ଼ିଶା ସରକାର କ'ଣ ଏମିତି ବାଥରୁମ୍ ଦିଅନ୍ତି। ଦେଖନ୍ତୁ କବାଟ ଦେଖନ୍ତୁ କଲର୍ ନାହିଁ ଫଲର୍ ନାହିଁ ଦେଖନ୍ତୁ ଏଇଟା ଟିଣ ଫିଣ ଭାଙ୍ଗିଲାଣି ଦେଖନ୍ତୁ ଆପଣ ଦେଖିବେ ସ୍ୱଚ୍ଛ ଭାରତ ମିଶନ କାହିଁ ସ୍ୱଚ୍ଛ ଭାରତ ମିଶନ ଏଇଠି ଦେଖାଯାଉନି ଏଇଟା କଣ୍ଡିଆ କାବରା ହେଇଛି ସବୁ ମଇଳା ପଇଲା ହେଇଛି ସବୁ ଦେଖନ୍ତୁ ଏଇ ପିତାଜୋଡ଼ି ଗ୍ରାମ ଲେଖାଇଛି ଭାରତ ମିଶନ ଏଇ ସବୁ ଏଇଟା 12,000 ତିଆରି ହେଇଛି ନା ଏଇଟା 2,000 3,000 ତିଆରି ହେଇଛି ରେ ରହି ମାଝି ହଁ ତ ବାଥରୁମ୍ଟା କେତେ ତିଆରି ହେଇଛି ହଁ ରହି ମାଝିର ଦେଖନ୍ତୁ ଏଇଟା ଏଇ ଆମର ଏଇଟା ପିଆଜ ଚାରା ଏଇଟା ହେଉଛି ଆମର ରହି ମାଝିର କଦଳୀ ଗଛ ଓକେ ଦେଖିପାରୁଥିବେ ଓକେ। ସବୁ ଏଇଟା ହେଉଛି ଆମର ଲେମ୍ବୁ ଗଛର ଏଇଟା ଆଉ କ'ଣ ରହି ମାଝି କୁହନ୍ତୁ କୁହନ୍ତୁ ହଁ ହଁ ତାର ଟିକେ ଘର ଦେଖି ଦିଅନ୍ତୁ ଦେଖନ୍ତୁ ତା କପଡ଼ା ରହି ମାଝି ଦେଖନ୍ତୁ ଆଜ୍ଞା ଦେଖନ୍ତୁ ଆଜ୍ଞା ରହି ମାଝି କେମିତିକା ଘରେ ରହୁଛନ୍ତି। ଆଜିକାଲି ଓଡ଼ିଶା ତାକୁ ମାନେ ଏ ପର୍ଯ୍ୟନ୍ତ ତାଙ୍କୁ କାଳିଆ ଯୋଜନା ମିଳିନି 5ଟି କିସ୍ତି ମିଳିଛି ସେକେଣ୍ଡ କିସ୍ତି ମିଳିନି ବୋଲି କହୁଛନ୍ତି। ଆଉ ଦେଖନ୍ତୁ ତା ଘର ମାନେ ଆମର ନବୀନ ସରକାର କ'ଣ ଦଉଛନ୍ତି ଘର ଏମିତିଆ ଘର କ'ଣ ଦଉଛନ୍ତି ଦେଖନ୍ତୁ 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 ନବୀନ ସରକାର କ'ଣ ଏମିତିଆ ଘର ଦଉଛନ୍ତି କି ରେ ରହି ମାଝି ହଁ ହଁ ଘରେ ଏମିତି ଦଉଛନ୍ତି ରହିବା ପାଇଁ ଦେଖନ୍ତୁ ଏଇଠି ତଳେ ଶୋଉଛି ଦେଖନ୍ତୁ ଉପରେ ଆମର ପିରି ବିଛାଇଛନ୍ତି ଧାନ ପିରିଟା ଆଉ ଉପରେ କମ୍ବଳଟା ବିଛାଇଛନ୍ତି ଅକା ବିଛେଇକି ଶୋଇ ପଡ଼ିଛନ୍ତି ଦେଖନ୍ତୁ ଏଇଟା ଚମଡ଼ା ଗୋଟେ ଏଇଟା କି ଚମଡ଼ା ରେ ରହି ମାଝି ହଁ ଛେଲି ଚମଡ଼ା ଦେଖନ୍ତୁ ଦେଖନ୍ତୁ ଆଜ୍ଞା ଏଇଟା ଛେଲି ଚମଡ଼ା
ଦେଖନ୍ତୁ ଏଇଟା ଛେଲି ଚମଡ଼ାଟା ୱାଓ ସୁପର। ଆରେ ରୋହି ମାଝି ତମେ ଛେଲି କ'ଣ ମାରିକି ସେମିତି ଚମଡ଼ା ବିଜନେସ୍ କରୁଛ? ତମ ନାଁରେ କିଛି କେସ୍ ହବ। ସେମିତି ପ୍ରାଣୀକୁ କେବେ ମାରିକି ଚମଡ଼ା ପମଡ଼ା କଲିବନି, ପାପ। ଓକେ ଦେଖନ୍ତୁ ରୋହି ମାଝି ଭଲ ଆଉଛନ୍ତି। ଓ ଓକେ ଆଉ କୁହନ୍ତୁ ଗୋଟେ ପଦେ କୁହନ୍ତୁ ଆଜ୍ଞା। କୁହନ୍ତୁ କୁହନ୍ତୁ କିଛି। ଆଉ ମୁଁ ନମସ୍କାର, ମୁଁ ହେଉଛି ରୋହି ମାଝି, ମୁଁ ହେଉଛି ପିତାଜୋଡ଼ିର ଗ୍ରାମ ବାସିନ୍ଦା ଗୋଟେ। ମୋ ବ୍ଲକ ହେଉଛି କାଶୀପୁର, ମୋ ପଞ୍ଚାୟତ ହେଉଛି କେଉଁଠି ଟିକିରି, ମୋର ଜିଲ୍ଲା ହେଉଛି ରାୟଗଡ଼ା। ଆଜକୁ ପ୍ରାୟ ମୁଁ 20 ବର୍ଷ ଏଇଠି ରହିକି ଆଇଲିଣି ପିତାଜୋଡ଼ି ଗ୍ରାମରେ, ମୋତେ କିଛି ସୁବିଧା ମିଳିନି ସରକାରର ସୁବିଧା। ସାର୍ ମୁଁ ଯାଇକି ପଞ୍ଚାୟତର ଡକୁମେଣ୍ଟ କଲି ମାନେ ଏବେ ବୁଢ଼ା ହେଇଗଲିଣି, ଆଉ ମାଇଜି ବି ଆଣିନି, ମାଇଜି ମିଳୁନି ସେଇ ମାନେ ଗରମ ନଈ। ଦେଖନ୍ତୁ ରୋହି ମାଝିର ଘର ଦେଖିଲେ ଏଠି ଆପଣ କେତେବେଳେ, ଆଉ ତାଙ୍କୁ କେମିତି ମାଇଜି ମିଳିବ? ଦେଖନ୍ତୁ କପଡ଼ା କେମିତି ପିନ୍ଧୁଛନ୍ତି। ଆଉ ନବୀନ ପଟ୍ଟନାୟକ ଦେଉଛନ୍ତି କାଲିଆ ଯୋଜନା, ଏଇ କାଲିଆ ଯୋଜନା ଏଇ କ'ଣ କାଲିଆ କଳିଆରେ ପିନ୍ଧିଛନ୍ତି ଆଉ ଦେଖନ୍ତୁ ଲେମ୍ବୁଛ। ଓକେ ଥ୍ୟାଙ୍କ ୟୁ ରୋହି ମାଝି, ଥ୍ୟାଙ୍କ ୟୁ। ତମ ସହିତ ମିଳିକି ବହୁତ ବେଟ ହେଲା, ଖୁସି ହେଲା।